ତାହାଙ୍କର ସେଇ ପବିତ୍ର ନାମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶକ୍ତିଯୁକ୍ତ ନାମ, ପରିତ୍ରାଣଦାୟକ ନାମ, ସର୍ବଦା ଧନ୍ୟବାଦ ପ୍ରଶଂସା ପାଇବା ପାଇଁ ଯୋଗ୍ୟ ସେହି ନାମ। ଆମେ ତାଙ୍କର ସେହି ପବିତ୍ର ମହାନଙ୍କୁ ପ୍ରଶଂସା କରୁଛୁ, ଯେହେତୁ ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ ଏଭ୍ରି 12 ପର୍ବର 2 ପଦରେ, ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ସକାଶେ ଅପମାନ ତୁଚ୍ଛ ଜ୍ଞାନ କରି ଧୈର୍ଯ୍ୟ ସହ କୃଷି ଓ ମୃତ୍ୟୁ ଭୋଗ କଲେ। ଧୈର୍ଯ୍ୟ ସହକାରେ କୃଷି ଓ ମୃତ୍ୟୁ ଭୋଗ କଲେ, ଯାହାକି ମନୁଷ୍ୟର ଚିନ୍ତା ଆଉ ବୁଝିବାର ବାହାରେ। ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। ଆମମାନେ ଅନେକ ସମୟରେ ଆମମାନଙ୍କର ମନୁଷ୍ୟର ରକ୍ତଗତ ସ୍ୱଭାବ, ପ୍ରବୃତ୍ତି, ସମସ୍ୟା, ଅସୁବିଧା, ଦୁଃଖ କି କଷ୍ଟ କି କ୍ଲେଶ ସହିବା ପାଇଁ ଆମମାନଙ୍କର ଧୈର୍ଯ୍ୟ ନଥାଏ। ଆମେ ଚେଷ୍ଟା କରୁ ସମସ୍ତ ପରିସ୍ଥିତିରେ ଧୈର୍ଯ୍ୟର ସହିତ ଆଗକୁ ବଢ଼ିବା ପାଇଁ ଜୀବନରେ, ଆମମାନଙ୍କ ଜୀବନର ଯାତ୍ରା ପଥରେ। କିନ୍ତୁ ଅନେକ ସମୟରେ ଥକିଯାଉ, ଭାଇ ଭଉଣୀମାନେ ହାରିଯାଉ, ବିଫଳ ହେଉ, ନିରାଶ ହତାଶ ହେଇଯାଉ। ନିଶ୍ଚୟ ଆପଣମାନଙ୍କର ଅନୁଭୂତି ଥିବ, ମୋର ଅନୁଭୂତି ଅଛି। ନିରାଶ ହତାଶ ମନୁଷ୍ୟକୁ ଆଗକୁ ବଢ଼ିବା ପାଇଁ ଦିଏ ନାହିଁ। ଏ ପ୍ରକାର ଅନୁଭବ ପ୍ରତ୍ୟେକଙ୍କ ଜୀବନରେ ଥାଏ। ସେ ଯେତେ ଧନୀ ବା ଯେତେ ଗରିବ, ଯେତେ ସୁସ୍ୱାସ୍ଥ୍ୟବାନ ଲୋକ ହେଇଥିବ କି ଦୁର୍ବଳ ବ୍ୟକ୍ତି ହେଇଥିବ, ସମସ୍ୟା କାହାର ବ୍ୟାକଗ୍ରାଉଣ୍ଡକୁ ଧରିକି ଆସେ ନାହିଁ। ସମସ୍ୟା ମନୁଷ୍ୟ ଜୀବନର ପାର୍ଟ ଅଫ୍ ଦ ଲାଇଫ୍, ଗୋଟେ ଅଂଶ ଅଟେ। ଏଥିପାଇଁ ଯେତେବେଳେ ଏଇଟା ଆସେ ଆମମାନଙ୍କ ଜୀବନରେ ପରିସ୍ଥିତି, ସମସ୍ୟା ବା ଦୁଃଖ କଷ୍ଟ, 3 ପଦରେ ପ୍ରଭୁଙ୍କର ଦାସ ଆମମାନଙ୍କୁ ପରାମର୍ଶ ଦେଉଛନ୍ତି ଆତ୍ମାଙ୍କ ଦ୍ୱାରା। ତୁମ୍ଭେମାନେ ଯେପରି ଆପଣା ଆପଣା ମନରେ ଶ୍ରାନ୍ତ କ୍ଳାନ୍ତ ନ ହୁଅ। ଆମମାନେ ଶାରୀରିକ ଭାବରେ ଥକିଯିବାଟା ଅଲଗା ବିଷୟ, କିନ୍ତୁ ଯଦି ମନ ଭିତରେ ଚିନ୍ତା ଭାବନା ଭିତରେ ହାରିଗଲୁ, ଅବଶ ହେଇଗଲୁ, ହାଲିଆ ହେଇଗଲୁ, କ୍ଳାନ୍ତ ଶ୍ରାନ୍ତ ହେଇଗଲୁ, ଆମେ ବଢ଼ିପାରିବା ନାହିଁ। ଏଥିପାଇଁ ଏଇ ଏଭ୍ରି ଚିଠାର ଲେଖକ ଆତ୍ମାଙ୍କ ପ୍ରଭାବରେ କହୁଛନ୍ତି, ଏଥିପାଇଁ ଯେ ପାପୀମାନଙ୍କ ଠାରୁ ଆପଣା ବିରୁଦ୍ଧରେ ଏଡ଼େ ପ୍ରତିକୂଳାଚରଣ ସହ୍ୟ କଲେ, ତାହାଙ୍କ ବିଷୟ ବିବେଚନା କର। କନସିଡର ଏବାଉଟ୍ ହିମ୍, ତାଙ୍କ ବିଷୟରେ ବିବେଚନା କର, ଯିଏକି ପାପଶୂନ୍ୟ, ଦୋଷରହିତ, ନିଖୁନ୍ତ, ନିର୍ଦାଗ, ଯାହାଙ୍କ ଶରୀରରେ ପାପର ବିନ୍ଦୁ ବି ନଥିଲା। ଆଉ ପ୍ରଭୁ ଯୀଶୁ ଜଗତରେ ଥିଲାବେଳେ ଗୋଟିଏ ପ୍ରଶ୍ନ ପଚାରିଥିଲେ ଫାରୁସୀ, ସାଦୁକୀ, ସେହି ସମୟର ଧର୍ମର ନେତାମାନଙ୍କୁ, ଯେଉଁମାନେ କି ତାଙ୍କୁ ସଦାବେଳେ ଆଙ୍ଗୁଠି ଦେଖାଉଥିଲେ, ତାଙ୍କ ବିରୁଦ୍ଧରେ ଯାଉଥିଲେ। ସେମାନଙ୍କୁ ପଚାରିଥିଲେ, ମୋ ଭିତରେ ପାପ ଅଛି ବୋଲି ତୁମେ କେହି ପ୍ରମାଣ କରିପାରିବ କି? ଆଉ ସେ ଥରେ କହିଲେ, ଯିଏ କେହି କେବେ ବି ପାପ କରେ ନାହିଁ, ସେଇ ପ୍ରକାର ବ୍ୟକ୍ତି ହିଁ ପ୍ରଥମେ ପଥର ମାରୁ ସେଇ ପାପିନୀ ସ୍ତ୍ରୀକୁ। ଆଉ ସମସ୍ତେ ପଳେଇଥିଲେ। ନୀରବତାରେ ସେମାନେ ସ୍ୱୀକାର କରୁଥିଲେ, ଆମେ ସମସ୍ତେ ପାପ କରିଛୁ। ବାଇବେଲ କହେ ତାଙ୍କ ପାଖରେ ପାପର ଲେଶ ନଥିଲା, କିନ୍ତୁ ସେ ମନୁଷ୍ୟର ପାପ ନିମନ୍ତେ ପାପୀମାନଙ୍କ ଠାରୁ ସେହି ସମୟର ସୈନ୍ୟମାନେ, ଯେଉଁମାନେ ତାଙ୍କୁ କ୍ରୁଶରେ ଟାଙ୍ଗିଲେ, ଆଉ ନିଜର ଲୋକମାନେ ଯେଉଁମାନେ ତାଙ୍କୁ ଅଗ୍ରାହ୍ୟ କଲେ, ସେହି ସମୟର ଜ୍ଞାନୀମାନେ, ପଣ୍ଡିତମାନେ, ଧର୍ମର ନେତାମାନେ, ଶାସ୍ତ୍ରଜ୍ଞମାନେ, ଯେଉଁମାନେ ବ୍ୟବସ୍ଥାକୁ ଧରିକି ରହୁଥିଲେ, ସେମାନେ ତାଙ୍କୁ ଦୋଷୀକୃତ କଲେ। ଆଉ ବାଇବେଲ ପ୍ରମାଣ କରେ ଯେ ସମସ୍ତେ କହିଲେ ତାଙ୍କୁ କ୍ରୁଶରେ ଚଢ଼ାଅ। ଆଉ ପ୍ରଭୁ ଯୀଶୁଙ୍କୁ କ୍ରୁଶରେ ଚଢ଼ାଗଲା, ଜଗତ ପାଇଁ ବଳିଦାନ କରାଗଲା, ଆପଣଙ୍କ ପାଇଁ, ମୋ ପାଇଁ। ଏଥିପାଇଁ ତାଙ୍କୁ ମନେ ପକାଅ ଯେତେବେଳେ ଦୁଃଖ ଆସେ। ଦୁଃଖ ପ୍ରଭୁଙ୍କ ବାକ୍ୟ ଅନୁରୂପୀ ବା ତାଙ୍କ ବାକ୍ୟ ପ୍ରମାଣେ ମନୁଷ୍ୟର ସହିବାର ଶକ୍ତି ଭିତରେ ହିଁ ଦୁଃଖ ଆସେ। ଯଦି ସହିବାର ଶକ୍ତି ବାହାରେ ହେଇଗଲା, ପ୍ରଭୁ ହସ୍ତକ୍ଷେପ କରନ୍ତି। ବାଇବେଲ ଈଶ୍ୱରଙ୍କ ବାକ୍ୟରେ ବହୁତ ପ୍ରମାଣ ରହିଛି। ଏଥିପାଇଁ
रोमियो विवरणी 8 पर्व मु आउ किछि दुई पद कहवाई चाहूँगी। रोमियो विवरणी 8 पर्व प्रभुंकर प्रिय दास प्रेरित पाउल कहउचंती एक गुरुत्वपूर्ण विषय जोटा मान निमंते उत्साहजनक विषय। कौन लिखा जाइए 18 पदरे से कहते 8 पर 18 पदरे रोमियो कारण मो विचार रे जो गौरव आंभ मान प्रति प्रकाशित हेबो ताहा तुलन रे एई वर्तमान कालर दुख भोग किछि नुहे। मनुष्यर बयस अति हेले 100-120 वर्ष 70 वर्ष अथवा बड़ सकाशे 80 वर्ष लिखा जाए। आजिकाली रेयर केस रे गोटे लोक 100 वर्ष बंचुची। आप बहुत कम किसी देश मानक से प्रकार लोक पाइबे। प्राकृतिक प्रभाव खाद्य विभिन्न पारिपार्श्विक प्रतिकूल चाप आम मन को एपरी आच्छन्न करुच्ची। आम जिते प्रभुंटे विश्वास करुले सुधा थकी जाऊँ। एथिपाई बाइबल कही विषय विवेचना करो। से विवेचना करने द्वारा निजक आम समर्पण कर बुझीपर जे मोर प्रभु एत दुख पाई से दुख देकी पार होगा टे समय लगे। आपण को मत आम समस्त अनुभूति अच्छी। ईश्वर वाक्य लिखा जाए जे आमानकर प्रभु यीशु आम प्रतिज्ञा कर कहते आम्भे तुमको छाड़ा ना कि अब आम्भे तुमको परित्याग करवा ना। एटा प्रभुंकर वाक्य। आ देख जुगांत पर्यंत मु तुम सांगरे अच्छी। आ बाइबल कथा कहे से दुखरे मध्य प्रभु सुखरे मध्य प्रभु। कि आ गोटे सुंदर विषय लिखा जाइए जीशु ख्रीस्ट आजी काली चिरकाल समान। एवं मलाखी लिखा जाइए प्रभु निजे कहते आम्भे सदा प्रभु आम्भर परिवर्तन नाही। से जेपरी अच्छे सेपरी अच्छे। से कहले मो संग आम्भे जे अच्छु से अच्छु। आम्भे आदि अंत कौख्य अनादि अनंत। और से कहले ए कथा मोर भाई भणी माने समस्त परिस्थिति केबे भी परिवर्तन ना। पृथ्वी रे बंची पर्यंत आद्यरु आज पर्यंत आ शेष दिन पर्यंत प्रत्येक विषय परिवर्तन अच्छे। किंतु परमेश्वर परिवर्तन नाही। सृष्टिकर्ता जहाँ को बापा कहूँ जी कि जीशु रूप नहीं जगत आसिले अनाद अनंत व्यक्तित्व रक्तमांसधारी मनुष्य आसिले वाक्य रूपी परमेश्वर देहबंत हेले। कहीं जानते आपण को आ मते आमर परिस्थिति को से जपरी बुझीपारे। ईश्वर तो बुझीपारती किंतु रक्तमांसधारी मनुष्य कि सही पथ दे जीवा द्वारा मनुष्य मानक मध्य बास करने द्वारा इमानुएल परमेश्वर आमानंकर दुख कष्ट बुझुं। जेहेतु आमानंकर विफलता ए दिनोदिन आरंभ हो अबाध्यता जोगुं। एथिपाई मोर प्रिय भाई भणी माने आमे जेपरि तांको बुझीपार परमेश्वर को बुझा बहुत मनुष्य पर संभव नुहे। एवं जीशु को जदि आम बुझा किपरि बुझा तांको वाक्यर शिक्षा निजे बुझा। एथिपाई आम जो तांको जीवन को देखा से समस्त परिस्थिति जाइए आम जो जो परीक्षा दे परिस्थिति जाइचु से प्रकार परिस्थिति देके से जाइछन्ति। आज पुनर्बार कहवाई चाहूँगी एथिपाई आमानकर सिद्धिदाता आमानकर विश्वासर नेता एव्री 12 पर्व जीशु विषय लिखा जाए से सिद्धिदाता पवित्र करती सिद्ध करती निष्ठा दियंती आउ से आमानकर विश्वासर नेता। बाइबल विश्वास अदृश्य विश्वास जोटा कि न देखी विश्वास करटा हूँ बाइबल विश्वास। विश्वास प्रत्याशित विषय मूलभूमि अदृश्य विषय निश्चित ज्ञान आमर पाप क्षमा परित्राण निश्चित ज्ञान अटे। एथिपाई आमे तांको लक्ष्य कर धावमान होउछु। आम जीवन में विभिन्न अदरकारी भार आसूची सहजरे वेष्टनकारी पाप आसूँ कि आम तांको देखि धावमान होचु। कहीं धावमान होचु आम भरोसा पाइचु। से भरोसा कौन 28 पदरे एव्री 12:28 अतएव अटल राज्य प्राप्त हेबारु आस आम्भे माने कृतज्ञ होई भय और भक्ति सहकारे ईश्वरंकर संतोषजनक उपासना कर। संतोषजनक उपासना प्रभु वाक्य कहे सत्यात्मर उपासना। रोमियो 12 पर लिखा जाइए युक्तियुक्त उपासना भक्ति भय उपासना अष्टाधर फल उपासना आम प्रभुंकर उपासना करने
ତାଙ୍କର ଧନ୍ୟବାଦ କରି ଜଗତରେ ବଞ୍ଚିବା ପାଇଁ ଗୁଣଗାନ କରିବା ପାଇଁ ଆପଣଙ୍କୁ ପ୍ରଭୁ ମୋତେ ଡାକିଛନ୍ତି। ଆମମାନଙ୍କର ଜୀବନ ଯେତେ ଦୁର୍ଗମ ହେଲେ ସୁଦ୍ଧା, ଯେତେ କଷ୍ଟକର ହେଲେ ସୁଦ୍ଧା ପ୍ରଭୁ ଆମ ସାଙ୍ଗରେ ଅଛନ୍ତି। ଆମର ଅନୁଭବ ଅଛି ଆପଣଙ୍କର ମୋର। ଆମେ ଭାଙ୍ଗି ପଡ଼ିବା ଲୋକ ନୁହଁ। ଏଗୁଡ଼ାକ ଆମ ଜୀବନ ଅଂଶ। ସେଥିରେ କହିଲେ କ୍ରୁଶ ବହନ କରିକି ଆସ, ଆପଣଙ୍କୁ ଅସ୍ୱୀକାର କର। କ୍ରସ୍ ଇଜ୍ ଦ ପାର୍ଟ ଅଫ୍ ଦ ଲାଇଫ୍, ବିଲିଭର୍ସ ଲାଇଫ୍। କ୍ରସ୍ ଇଜ୍ ଦ ପାର୍ଟ ଅଫ୍ ହ୍ୟୁମାନ୍ ବିଇଂ। ସେଟା ଏଇଟା ପ୍ରଭୁ ଯୀଶୁଙ୍କର କ୍ରୁଶ ନୁହେଁ, ତାହା ତ ଜଗତ ଯାକର ପାପ ପାଇଁ ସେ ଥରେ ବଳିଦାନ, ଏକାଥରେ ବଳିଦାନ ହେଇଗଲେ। ହେଲେ ଆମମାନଙ୍କୁ ଏଇ ଜଗତରେ ଥିଲାବେଳେ ଯଦି ଲକ୍ଷ୍ୟ ରଖିବା, ଆମ ଦୁର୍ବଳତାରେ ତାଙ୍କ ଶକ୍ତି ପ୍ରକାଶ ପାଏ ଆଉ ତାଙ୍କ ଅନୁଗ୍ରହ ପାଇଁ ଯଥେଷ୍ଟ। ଲକ୍ଷ୍ୟ କୋଉଠି ରଖିବା? କାଲବରୀ କ୍ରୁଶରେ। ଏତେ କଷ୍ଟ ଭିତରେ ମଧ୍ୟ ସେ ଲୋକମାନଙ୍କୁ ଆଶୀର୍ବାଦ କଲେ। ଆପଣମାନଙ୍କୁ ମୋତେ ବହୁ ଆଶୀର୍ବାଦ କରନ୍ତୁ ଆଉ ଚାଲିବା ପଥରେ ସାହାଯ୍ୟ କରନ୍ତୁ। ମହିମା ଗୌରବ ତାଙ୍କର। ଆସୁ ଏହି ଦୁର୍ଦିନରେ ଆମେ କ୍ରୁଶକୁ ଲକ୍ଷ୍ୟ ରଖିବା ଆଉ ଆଗକୁ ବଢ଼ିବା। ଯେହେତୁ ପ୍ରତିଜ୍ଞା ରହିଛି ଆମେ ତାଙ୍କୁ ଅନନ୍ତ ରାଜ୍ୟରେ ମଧ୍ୟାକାଶରେ ଭେଟି ଅନନ୍ତ ରାଜ୍ୟରେ ଜାଗା ପାଇବା, ଯେଉଁଠି ଦୁଃଖ ନାହିଁ, କଷ୍ଟ ନାହିଁ, କ୍ଲେଶ ନାହିଁ, ସମସ୍ୟା ନାହିଁ, ମୃତ୍ୟୁ ନାହିଁ, ବିଚ୍ଛେଦ ନାହିଁ। ଆଉ ପ୍ରଭୁ ଆମମାନଙ୍କ ସଙ୍ଗେ ରହିବେ। ଇମାନୁଏଲ ପରମେଶ୍ୱର ମନୁଷ୍ୟମାନଙ୍କ ମଧ୍ୟରେ ତାଙ୍କର ବାସସ୍ଥାନ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେ ଆଗକୁ ବଢ଼ିବା ପ୍ରଭୁଙ୍କର ମହିମା ଉଦ୍ଦେଶ୍ୟରେ, ତାଙ୍କ ଅନୁଗ୍ରହରେ। ଆମର ସବୁ ଦୁର୍ବଳତାରେ ତାଙ୍କର ଶକ୍ତି ସିଦ୍ଧ ହୁଏ। ପ୍ରଭୁ ଗୌରବ ପାଆନ୍ତୁ।